ପିଲାମାନେ ତମେ କେବେ ଶୁଣିଛ କିଏ କେଉଁ ଶବମାନଙ୍କ ସହିତ ପଡ଼ି ରହିକି ବଞ୍ଚିଯିବାର ପୁଣି ଆଉଥରେ? ଫିଲିପ ମୁଲର ବୋଲି ଗୋଟେ ଲୋକ ଥିଲା। ହିଟଲର ଟାଇମ୍ରେ ହିଟଲର ଯେତେବେଳେ ସବୁ ଇହୁଦୀମାନଙ୍କୁ ମାରୁଥିଲା, ତ ଇଏ ଫିଲିପ ମୁଲର ଯିଏକି ଗୋଟେ ଇହୁଦୀ ଥିଲା, ସିଏ ବଞ୍ଚିବାକୁ ଚାହୁଁଥିଲା, ସିଏ ମରିବାକୁ ଚାହୁଁନଥିଲା। ତ ସିଏ ବଞ୍ଚିବାର ବାଟ ଖୋଜି ଚାଲିଥିଲା କେମିତି ନିଜର ମରଣଟାକୁ ଏଡ଼େଇ ଦେଇପାରିବ। ତ ସି କୌଣସି ରକମ ତାର ପ୍ଲାନ୍ ଆସିଲା ମାଇଣ୍ଡକୁ ଯେ ସେ କୌଣସି ରକମ ଯଦି ଗ୍ୟାସ୍ ଚାମ୍ବରକୁ ଏଭଏଡ଼ କରିକି ସେ ଯଦି ମୁର୍ଦ୍ଦା ଘର ଯାଏଁ ପହଞ୍ଚିଯିବ, ତ ସେ ମୁର୍ଦ୍ଦା ଘରରେ ନିଜକୁ ପ୍ରେଟେଣ୍ଡ କରିବ ଯେ ସେ ମରିଯାଇଛି ଆଉ ଶବମାନଙ୍କ ସହିତ ପଡ଼ି ରହିବ। ଏମିତି ସେ କରିଛି। ତ ସବୁ ଲୋକ ଭାବିଲେ, ହିଟଲରର କର୍ମଚାରୀମାନେ, ଯେ ସବୁ ଶବମାନଙ୍କ ସହିତ ଫିଲିପ ମୁଲର ବି ଗୋଟେ ଶବ, ତ ତାକୁ ସେ ସମସ୍ତଙ୍କୁ ଲଦିକି ଫିଲିପ ମୁଲର ସହିତ ଲଦିକି ବାହାରକୁ ନେଇଗଲେ ନିଷ୍କାସିତ କରିବା ପାଇଁ। ଏବଂ ସେ ଫିଲିପ ମୁଲର ସେତେ ଯାଏଁ ସବୁମାନଙ୍କର ସେ ଗଦାରୁ ବାହାରି ନାହିଁ ଯେତେ ଯାଏଁ ସମସ୍ତଙ୍କର ବିଶ୍ୱାସ ନ ହୋଇଛି ଯେ ସମସ୍ତେ ମୃତ। ଏବଂ ସମସ୍ତେ ସେ ହିଟଲର କର୍ମଚାରୀମାନେ ତାଙ୍କୁ ଛାଡ଼ିଦେଲା ପରେ ଯେତେବେଳେ ରାତି ହେଇଛି, ରାତି ବେଳେ ସିଏ ବାହାରିଛି ସେ ସବୁମାନଙ୍କ ଗଦାରୁ ଆଉ ନିଜକୁ ମୁକ୍ତ କରିଛି। ଏଠି କହିବାର ମାନେ ଏଇଆ ଯେ ବଞ୍ଚିବା ଠାରୁ ଭଲ ଗୁଣ ଆଉ କିଛି ହେଇନପାରେ। ତେଣୁ ନିଜେ ବଞ୍ଚ, ଅନ୍ୟମାନଙ୍କୁ ବଞ୍ଚେଇକି ରଖିବା ପାଇଁ ଚେଷ୍ଟା କର। ନିଜେ ଭଲସେ ରୁହ, ଅନ୍ୟମାନଙ୍କୁ ଭଲସେ ରଖ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କର।